दुर्गा स्तोत्र। मातः दुर्गे सिंह बाहिनी सर्वशक्ति दायिनी मातः शिवप्रिये तोर शक्ति संजात आम्भे माने भारत वर्षर युवक गण तोर मंदिर रे आसीन्न प्रार्थना करुछु। शुण मातः एही भारत वर्षे प्रकाश हो। मातः दुर्गे जुगे जुगे मानव शरीर रे अवतीर्ण होई जन्मे जन्मे तोर ही कार्य करी तो आनंद धाम रे फेरी जाऊ। एथर भी जन्म होई तोहरी कार्य ही आम्भे माने ब्रती शुण मातः एही भारत वर्षे सहाय हो। मातः दुर्गे सिंह बाहिनी त्रिशूल धारिणी ବର୍ମ ଆବୃତ ସୁନ୍ଦର ଶରୀରେ ମାତଃ ଜୟଦାୟିନୀ ତୋ ପ୍ରତୀକ୍ଷାରେ ଭାରତ ରହିଅଛି। ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମାତଃ ଏଇ ଭାରତ ବର୍ଷେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମାତଃ ଦୁର୍ଗେ ବଳଦାୟିନୀ ପ୍ରେମଦାୟିନୀ ଜ୍ଞାନଦାୟିନୀ ଶକ୍ତି ସ୍ୱରୂପିଣୀ ଭୀମେ ସୌମ୍ୟ ରୌଦ୍ର ରୂପିଣୀ ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ ଦିଅ ମା ପ୍ରାଣେ ମନେ ଅସୁରର ଶକ୍ତି ଅସୁରର ଉଦ୍ୟମ ଦିଅ ମା ହୃଦୟରେ ବୁଦ୍ଧିରେ ଦେବଚରିତ୍ର ଦେବଜ୍ଞାନ। ମାତଃ ଦୁର୍ଗେ ଜଗତ ଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା ତୁ ହିଁ ମାତଃ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମାତଃ ତିମିର ବିନାଶ କର। ମାତଃ ଦୁର୍ଗେ ଶ୍ୟାମଳା ସର୍ବସୌନ୍ଦର୍ଯ୍ୟ ଅଳଙ୍କୃତା ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ ଆଗତ ସେହି ଦିନ ଯେତେବେଳେ ସମଗ୍ର ବିଶ୍ୱର ଭାରସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି ଆସ ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବର ଉପଯୁକ୍ତ ହେଉ। ହେ ମାତଃ ବିନାଶ କର କ୍ଷୁଦ୍ରତା ବିନାଶ କର ସ୍ୱାର୍ଥ ବିନାଶ କର ଭୟ। ମାତଃ ଦୁର୍ଗେ କାଳୀ ରୂପଣୀ ନିର୍ମୁଣ୍ଡ ମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ ଅସୁର ବିନାଶିନୀ କ୍ରୂର ନିନାଦରେ ଅନ୍ତସ୍ଥ ରିପୁ ବିନାଶ କର। ଗୋଟିଏ ବି ଯେପରି ଆମ୍ଭମାନଙ୍କ ମଧ୍ୟରେ ଜୀବିତ ରହି ନପାରେ ବିମଳ ନିର୍ମଳ ଯେପରି ହେଉ ଏହି ପ୍ରାର୍ଥନା ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ ଆମ୍ଭମାନଙ୍କୁ ମହତ୍ କର ମହତ୍ ପ୍ରୟାସୀ କର ଉଦାର ଚେତା କର ସତ୍ୟ ସଂକଳ୍ପ କର ଯେପରି ଆଉ ଅଳ୍ପାସି ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହେଉ। ମାତଃ ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର ମେଧାଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମାତଃ ଦୁର୍ଗେ ଅନ୍ତସ୍ଥ ରିପୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଳା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃ ଚରଣରେ ଏହା ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମାତଃ ଦୁର୍ଗେ ଆମ୍ଭମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର ଅଶୁଭ ବିନାଶୀ ତରବାରୀ ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ହେ ମାତଃ ଭାରତର ଯୁବକ ଗଣଙ୍କର ଏହି ବାସନା ପୂର୍ଣ୍ଣ କର ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ ଅଶୁଭ ହନ୍ତ୍ରୀ ହୋଇ ତରବାରୀ ଘୁରାଅ ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମାତଃ ଆମ୍ଭମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀର ମାର୍ଗ ପ୍ରଦର୍ଶନୀ ଆସ ଆଉ ବିସର୍ଜନ କରିବୁ ନାହିଁ ଆମ୍ଭମାନଙ୍କ ସମଗ୍ର ଜୀବନ ହେଉ ନିରବଚ୍ଛିନ୍ନ ଦୁର୍ଗା ପୂଜା ଆମ୍ଭମାନଙ୍କ ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃ ସେବାବ୍ରତ ହେଉ ଏହା ହିଁ ପ୍ରାର୍ଥନା ମାତଃ ଭାରତରେ ଆବିର୍ଭୂତ ହୁଅ ପ୍ରକାଶ ହୁଅ। ମା ବହିର ତୃତୀୟରେ ଯଦି ଜୀବନ ପଥରେ ସକଳ ଭୟ ସଙ୍କଟ ଏବଂ ସର୍ବନାଶ ବିରୁଦ୍ଧରେ କବଚାବୃତ ହୋଇ ଚାଲିବାକୁ ଚାହଁ ତେବେ କେବଳ ଦୁଇଟି ଜିନିଷ ପ୍ରୟୋଜନ। ସେ ଦୁଇଟି ସର୍ବଦା ଏକ ସଙ୍ଗେ ରହେ। ପ୍ରଥମଟି ହେଲା ମା ଭଗବତୀଙ୍କ କରୁଣା ଆଉ ଦ୍ୱିତୀୟଟି ହେଲା ତୁମ ଆଡୁ ଶ୍ରଦ୍ଧା ନିଷ୍ଠା ସମର୍ପଣରେ ଗଠିତ ତୁମର ଅନ୍ତଃକରଣ। ତୁମର ଶ୍ରଦ୍ଧା ହେବା ଉଚିତ ଶୁଦ୍ଧ ସରଳ ଏବଂ ପୂର୍ଣ୍ଣ ମନ ଓ ପ୍ରାଣର ମାତ୍ମକ ଶ୍ରଦ୍ଧା
ଯେଉଁ ଶ୍ରଦ୍ଧାକୁ ଉଚ୍ଚାଭିଳାଷ, ଗର୍ବ, ଆତ୍ମାଭିମାନ, ମନର ଦମ୍ଭ, ସ୍ୱେଚ୍ଛାଚାରିତା, ବ୍ୟକ୍ତିଗତ ଦାବି, ନିମ୍ନ ପ୍ରକୃତିର ସକଳ ତୁଚ୍ଛ ତୃପ୍ତିର କାମନା କଳୁଷିତ କରି ରଖିଛି, ସେ ଶ୍ରଦ୍ଧାର ଅନୁନ୍ନତ ଧୂମାଚ୍ଛନ୍ନ ଶିକ୍ଷା ସଲ୍ଲୋକ ଦିଗରେ ଊର୍ଦ୍ଧ୍ୱକୁ ପ୍ରଜ୍ୱଳିତ ହୋଇ ଉଠେ ନାହିଁ। ମନେ ରଖ, ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆ ହୋଇଛି। ଆଉ କିଛି ଆକାଂକ୍ଷା କର ନାହିଁ। କେବଳ ଦିବ୍ୟ ଚେତନାର ବିଶୁଦ୍ଧି, ଶକ୍ତି, ଜ୍ୟୋତି, ପ୍ରସାରତା, ପ୍ରଶାନ୍ତି, ଆନନ୍ଦ ସକାଶେ ଆକାଂକ୍ଷା କର, ଯେପରି ସେହି ଚେତନା ତୁମ ମନ, ପ୍ରାଣ, ଦେହକୁ ରୂପାନ୍ତରିତ ଓ ସର୍ବାଙ୍ଗ ସୁନ୍ଦର କରି ଗଢ଼ିବା ନିମିତ୍ତ ସତତ ସଚେଷ୍ଟ ହୋଇ ଉଠିବ। ଆଉ କିଛି ଚାହୁଁ ନାହିଁ। କେବଳ ପୃଥିବୀ ଉପରେ ତୁମ ମଧ୍ୟରେ ଯେଉଁମାନେ ଅଧିକାର ପାଇଛନ୍ତି, ଯେଉଁମାନଙ୍କୁ ଗ୍ରହଣ କରାହୋଇଛି, ସେମାନଙ୍କ ମଧ୍ୟରେ ଭାଗବତ, ଆଧ୍ୟାତ୍ମିକ, ଅତିମାନସ ସତ୍ୟ ଓ ତାହାର ବାସ୍ତବ ସିଦ୍ଧିକୁ ଚାହଁ ଏବଂ ଚାହଁ ସେହି ଅବସ୍ଥା ଓ ବ୍ୟବସ୍ଥା ଯାହାର ଆନୁକୂଲ୍ୟରେ ହେବ ଏହି ସତ୍ୟର ସୃଷ୍ଟି ଏବଂ ସକଳ ବିରୋଧୀ ଶକ୍ତି ଉପରେ ପୂର୍ଣ୍ଣ ବିଜୟ। ତୁମର ଆନ୍ତରିକତା ଓ ତୁମର ସମର୍ପଣ ହେଉ ଯଥାର୍ଥ ଏବଂ ସମ୍ପୂର୍ଣ୍ଣ। ଯେବେ ତୁମକୁ ନିଜକୁ ଦେଇଦେବାକୁ ହୁଏ, ତେବେ ନିଃଶେଷରେ ଦେଇଦିଅ। କୌଣସି ଦାବି, କୌଣସି ସର୍ତ୍ତ, କୌଣସି କୁଣ୍ଠିତ ଭାବ ରଖ ନାହିଁ, ଯଦ୍ୱାରା ତୁମର ସକଳ ବସ୍ତୁ ଦିବ୍ୟଜନନୀକର ହୋଇଯିବ। ଅହଙ୍କାର ପାଇଁ ଅଥବା ଅନ୍ୟ କୌଣସି ଶକ୍ତିକୁ ଦେବା ସକାଶେ ଯେପରି ଆଉ କିଛି ଅବଶିଷ୍ଟ ନଥିବ। ତୁମର ଶ୍ରଦ୍ଧା, ତୁମର ଆନ୍ତରିକତା ଓ ସମର୍ପଣ ଯେତେ ପୂର୍ଣ୍ଣତର ହେବ, ମାଙ୍କର କରୁଣା ଓ ଅଭୟ ସେତେ ହିଁ ଘେରି ରହିବ। ଯଦି ମା ଭଗବତୀଙ୍କର କରୁଣା ଓ ଅଭୟ ତୁମ ସଙ୍ଗେ ରହିଛି, ତେବେ ଆଉ ଏପରି କଣ ଅଛି ଯାହା ତୁମକୁ ସ୍ପର୍ଶ କରିବ ବା ଆଉ କାହାକୁ ତୁମେ ଭୟ କରିବ? ଏହି କୃପାରୁ ଅଳ୍ପ ଟିକିଏ ବି ତୁମକୁ ସକଳ ବାଧା, ବିପତ୍ତି ଓ ସଙ୍କଟରୁ ପାର କରିଦେବ। ତାଙ୍କର ପୂର୍ଣ୍ଣ ଉପସ୍ଥିତି ଯଦି ତୁମକୁ ଆବୃତ କରି ରଖେ, ତେବେ ନିରାପଦରେ ତୁମ ପଥରେ ତୁମେ ଚାଲି ଯାଇପାରିବ, କାରଣ ସେ ପଥ ହେଲା ମାଙ୍କର। ଏ ଜଗତରେ ହେଉ ବା ଅଦୃଶ୍ୟ ଜଗତ ସମୂହରେ ହେଉ, କୌଣସି ଶତ୍ରୁ ଶକ୍ତି, ତାହା ଯେତେ ଶକ୍ତିଶାଳୀ ହେଉନା କାହିଁକି, ତୁମକୁ ସ୍ପର୍ଶ କରିପାରିବ ନାହିଁ। କୌଣସି ବିଭୀଷିକା ତୁମ ଚିନ୍ତାର କାରଣ ହୋଇପାରିବ ନାହିଁ। ଏହି କରୁଣାର ସ୍ପର୍ଶରେ ସଙ୍କଟ ସୁଯୋଗରେ, ବ୍ୟର୍ଥତା ସାର୍ଥକତାରେ, ଦୁର୍ବଳତା ଅମୋଘ ସାମର୍ଥ୍ୟରେ ପରିଣତ ହୁଏ, କାରଣ ଦିବ୍ୟଜନୀଙ୍କର ଅନୁକମ୍ପା ହେଲା ପରମେଶ୍ୱରଙ୍କର ଅନୁମତି। ଏବେ ହେଉ ବା ପରେ ହେଉ, ତାହାର ଫଳ ସୁନିଶ୍ଚିତ, ପୂର୍ବ ନିର୍ଦ୍ଦିଷ୍ଟ, ଅବସମ୍ଭାବୀ ଓ ଅନିବାର୍ଯ୍ୟ। Savitri, Canto 2, The Adoration of the Divine Mother. A stillness absolute incommunicable meets the sheer self-discovery of the soul. A wall of stillness shrouds it from the world. A gulf of stillness swallows up the sense and makes honorable all that mind has known. All that the laboring senses still would wear, prolonging an image on reality. Such vast spiritual silence occupies space. Only the inconceivable is left. Only the nameless without space and time. Abolished is the burdening need of life. Thought falls from us, we cease from joy and grief. The ego is dead, we are freed from being and care. We have done with birth and death and work and fate. O soul, it is too early to rejoice. Thou hast reached the violent silence of the self. Thou hast lived into a glad divine abyss. But where hast thou thrown such measure and such power? On what dead bank on the eternal's road? One was within thee who was self-untold. What hast thou done for its purpose in the stars? Escape brings not the victory and the crown. Something thou comest to do from the unknown, but nothing is finished and the world goes on. Because only the half-God's cosmic work is done, only the everlasting no has neared and stared into thy eyes and killed thy heart. But where is the lover's everlasting yes and immortality in the secret heart? The voice that chants to the creator of fire, the symbol Om, the great ascending word. The breeze between the rapture and the calm, the passion and the beauty of the bride, the chamber where the glorious enmity kiss, the smile that shapes the golden peak of things. This too is truth that the mystic fount of life. A black veil has been lifted, we have seen the mighty shadow of the omniscient Lord. But who has lifted off the veil of light, and who has seen the body of the King? The mystery of a God's words and acts remains, living unbroken, the last chapter seal.
Unsolve the riddle of the unfinished play. The coursing player laughs within each mask, and still the last involved secret hides behind the human glory of a form, behind the godhead alone of a name. A large white line has figured as a goal, but far beyond the ineffable syntax blaze. What seemed the source and end was a wide gate. A last where step into eternity. An eye has opened upon timelessness. Infinity takes back the forms it gave. And through God's darkness or its naked light, his million rays return into the sun. There is a zero sign of the supreme. Nature left nude and still uncovers God. But inner grandiose nothingness, all is there. When her strong guards are torn away and slain, the soul's ignorance is slain, but not the soul. The zero covers an immortal face. A high and blank negation is not all. A huge extinction is not God's last word. Life's ultimate sense, the close of being's course, the meaning of this great mysterious world. In absolute silence sleeps an absolute power. Awaking it can wake the transbound soul. And in the ray reveal the parent sun. It can make the world a vessel of spirit space. It can fashion in the clay God's perfect shape. To free the self is but one radiant face. Here to fulfill himself was God's desire. Here to fulfill himself was God's desire. श्रीमान ध्यान प्रार्थना। हे भगवान, तुम ही एकमात्र सत्य, ज्योतिर ज्योति, आम जीवन जीवन, जगतर त्राणकर्ता। हे परम प्रेम, एति कर जे तुम निरंतर सानिध्य संपर्क मु अधिक अधिक पुनर्वे जागृत हो उठे। मोर सकल कर्म तुम दिव्य विधान अनुगत हो। तुम इच्छा मो इच्छा मध्य जपरी कौन पार्थक्य न रहू। मो मन भ्रांति मो चेतना ताहारे अड़िक ख्याल जगत भितर मध्य मुक्त कर। मोर चेतना से अखंड परम चेतना संगे एकीभूत हो जाऊ, कारण तुम्हें से परम चेतना। लक्ष्य रे पहुंचिया पाई मोर संकल्प को दृढ़ निष्ठ कर। समस्त जड़ता समस्त अवसाद को झाड़ी पकाई देवा लगी मते दियो दृढ़ता, शक्ति और साहस। हे भगवान, मिनती करुछि जेपरी मो सतार सबकिछि तुम संगे एक हो जाए। मुझे प्रिय हो उठे प्रेम से ज्वलंत शिखा, जे कि तुम प्रेमर परम क्रिया प्रति पुनर्प्रे जागृत। আজি দিনটি মা শুভ দিন হেউ, শুভ হেউ মোর চিন্তা। মুহূর্তে যেমিতি ভুলি মন যায়, মুহূর্তে যেমিতি ভুলি মন যায়। তুম প্রতি কৃতজ্ঞতা মা, তুম প্রতি কৃতজ্ঞতা। আজি দিনটি মা শুভ দিন হেউ, শুভ হেউ মোর চিন্তা। আচার ব্যবহার সুমধুর হেউ, সত্য হেউ মোর কথা। চালি চলনি রে ସରଳତା ରହୁ, ଅନ୍ତରରେ ନିରବତା। ଆଚାର ବ୍ୟବହାର ସୁମଧୁର ହେଉ, ସତ୍ୟ ହେଉ ମୋର କଥା। ଚାଲି ଚଳଣିରେ ସରଳତା ରହୁ, ଅନ୍ତରରେ ନିରବତା। ଏ ନୟନ ଦୁଇ ରହିଥାଉ ଚାହିଁ, ଏ ନୟନ ଦୁଇ ରହିଥାଉ ଚାହିଁ। ପାଇବାକୁ ତୁମ ଦେଖା, ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ, ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ। ତୁମ ପ୍ରତି କୃତଜ୍ଞତା ମା,
तुम प्रति कृतज्ञता आज दिनटी शुभ दिन हेउ शुभ हेउ मोर चिंता मुहूर्ते जेमिति भूली मु न जाए मुहूर्ते जेमिति भूली मु न जाए तुम प्रति कृतज्ञता जुआड़े जाऊछि जहा मु करुछि मने पड़ुथुम कथा जहा मु हईछि हेबाकु जाछि भाबी पारे तुम कृपा जुआड़े जाऊछि जहा मु करुछि मने पड़ु तुम कथा जहा मु हईछि हेबाकु जाछि भाबी पारे तुम कृपा तुम कार्य किछि विघ्न न घटाए तुम कार्य किछि विघ्न न घटाए दियो मते ही शिक्षा मुहूर्ते जेमिति भूली मु न जाए मुहूर्ते जेमिति भूली मु न जाए तुम प्रति कृतज्ञता तुम प्रति कृतज्ञता आज दिनटी शुभ दिन हेउ शुभ हेउ मोर चिंता मुहूर्ते जेमिति भूली मु न जाए मुहूर्ते जेमिति भूली मु न जाए तुम प्रति कृतज्ञता तुम प्रति कृतज्ञता तुम प्रति कृतज्ञता दिव्य जननी श्रीमा परम प्रभु श्री रविंद्र एठारे उपस्थित थिबा मोर भाई भणी माने आज अतिमानस आश्रम रो आज अतिमानस ओरमीरा अतिमानस आश्रम रो प्रतिष्ठा दिवस एवं केवल प्रतिष्ठा दिवस नुहे आज श्री अरविंदर जो सिद्धि दिवस यह 99th 99तम सिद्धि दिवस एवं भाईंकर आश्रम जो उत्सव जोटा कि हला परे तांकर नवमतम एवं तांकर जो पाठचक्र से करिसेंती आरंभ करिसेंती ता 39तम सबटर खुशीर कथा जे आमर भारतीय परंपरा रे विभिन्न संख्या जो रही तार बहुत गुरुत्व बहन करे जेमती कि 3 7 9 12 21 24 या भितर जो श्रीरविंदर तांकर संख्या जो तांकर फेवरेट संख्या जोटा थिला सेटा हला 7 समस्त भाई माने जानिथिबे ओपान जानिथिबे एवं जो 9 संख्या आमर जो डिजिट सब अच्छी आमर डिजिट भितर ये हला माने टॉप हाईएस्ट 9 हला सब पूर्ण जोटा पूर्ण ताकू से रेफर करे 9 पूर्णता को प्रतिनिधित्व करुछि हाईएस्ट डिजिट तापरे शून्य हो जाउछि एवं तार्थ ये भी किछि आध्यात्मिक अर्थ एवं प्रतीक बहन करुछि ए सिंबल स्पिरिचुअल सिंबल ये बहन करुछि हमको से ताकू रेफर करुछि एई ओरमीरा आश्रम आमे जो देखुछु ये हला मां कर इच्छा
ଏବଂ ସଂକଳ୍ପକୁ ଗୌରୀ ଭାଇ ତାଙ୍କର ପରିଶ୍ରମ ବଳରେ ରୂପାୟିତ କରିଛନ୍ତି ଏବଂ ସେ କରିଛନ୍ତି ତାଙ୍କର ଜୀବନକୁ ସମଗ୍ର ଜୀବନୀ ଯୋଗ ଅଲ୍ ଲାଇଫ୍ ଯୋଗରେ ରୂପାନ୍ତରିତ କରିଛନ୍ତି ଆଉ ନିଜର ଘରକୁ ଶ୍ରୀ ଆଶ୍ରମ ରୂପାନ୍ତରିତ କରିଛନ୍ତି। ଏଇଟା ଆମ ପାଇଁ ସମସ୍ତଙ୍କ ଶିକ୍ଷଣୀୟ। ନିଶ୍ଚିତ ଏଟାକୁ ଏ କଥା ମୁଁ ଆଗରୁ ବି କହିଛି, ଏଟାକୁ ବାରମ୍ବାର ବି କହୁଛି ଯେ ତାଙ୍କ ଜୀବନ ଯେମିତି ଜଣେ ୟା ଭିତରେ ବହୁତ କିଛି ମାଷ୍ଟର ବିଷୟରେ କହିବା ଏବଂ ଜୀବନରେ ତାକୁ କରିକି ଦେଖା ବହୁତ ତଫାତ ଅଛି, ଯୋଉଟା କି ଗୌରୀ ଭାଇ ସେ କରିଛନ୍ତି ଯେ ତାଙ୍କର ନିଜ ଜୀବନକୁ ମାନେ ଯୋଗମୟ କରିଛନ୍ତି, ମାନେ ସିଏ ଅଲ୍ ଲାଇଫ୍ ଯୋଗରେ ମାନେ ଚାଲିଛନ୍ତି, ତା ସହିତ ନିଜ ଘରକୁ ଆଶ୍ରମରେ ରୂପାୟିତ କରିଛନ୍ତି। ଆମମାନଙ୍କୁ ସମସ୍ତ ପ୍ରଚେଷ୍ଟା ରହିବା ଦରକାର, କାରଣ ଶ୍ରୀରବିନ୍ଦଙ୍କର ଯୋଗର ଲକ୍ଷ୍ୟ ହେଲା ଅଲ୍ ଲାଇଫ୍ ଯୋଗ, ସମଗ୍ର ଜୀବନୀ ଯୋଗ। ଯେତେବେଳେ ଆମେ ଯେ ପର୍ଯ୍ୟନ୍ତ ଆମେ ସମଗ୍ର ଜୀବନୀ ଯୋଗରୁ ମାନେ ପଦାର୍ପଣ ନ କରିଛୁ ସେ ପର୍ଯ୍ୟନ୍ତ ଯୋଗ ହିଁ ଆରମ୍ଭ ହେଇନାହିଁ, ତାପରୁ ସବୁ ପ୍ରସ୍ତୁତି ବୋଲି ବୁଝିବା ପାଇଁ ହେବ। ଏଇ ଯୋଉ ସିଦ୍ଧି ଦିବସ ତା ବିଷୟରେ କହିବା ପାଇଁ ଆମର ଆସୁଛନ୍ତି କୀର୍ତ୍ତନ ଭାଇ, ଯିଏ ଜଣେ ପ୍ରବୀଣ ବକ୍ତା, ସେ ପହଞ୍ଚି ନାହାନ୍ତି। ଆଉ ଅଜୟ ଭାଇ ଆମର ସିଏ ଆମେ ସମସ୍ତେ ଆମେ ତାଙ୍କୁ ଜାଣିଛୁ, ସିଏ ତାଙ୍କର ମାନେ ସୁନ୍ଦର ଭାଷଣରେ ସବୁବେଳେ ଆମକୁ ମାନେ କହିଥାନ୍ତି। ଏମିତି ଯେମିତି କୁହାଯାଏ ଯେ ବୌଦ୍ଧ ଦର୍ଶନରେ ଯେମିତି କୁହାଯାଇଛି ଯେ ତୁମେ ଗୋଟିଏ ନଦୀ କି ଦୁଇଥର କ୍ରସ୍ କରିପାରିବ ନାହିଁ, ତା ଅର୍ଥ ଗୋଟେ କୁହାହେଇଛି ଯେ ସେଇ ନଦୀକୁ ଆଉ ଥରେ କ୍ରସ୍ କଲା ବେଳେ ସେ ପାଣିଟା ବୋହି ଯାଇଥିବ ଆଉ ଗୋଟେ ଦ୍ୱିତୀୟ ନଦୀ ହେଇଥିବ। ତାର ଏ କହିବାର ଅର୍ଥ ଜଣେ ଗୋଟିଏ କଥା ଯୋଉ ଏଇ ସିଦ୍ଧି ଦିବସ ବିଷୟରେ ଆମେ ଅନେକ ବକ୍ତା ଠାରୁ ଆଗରୁ ଶୁଣିଛୁ, କେତେ କଥା ନିଶ୍ଚିତ ଭାବରେ ଆମେ ସମସ୍ତେ ଶୁଣିଛୁ, କିନ୍ତୁ ସେଇ ଯୋଉ ଏ ସବୁ ଭଗବାନଙ୍କର ଯୋଉ ଗାଥା କଥା ଯେ କୁହନ୍ତି ହରି କଥା ହରି ଅନନ୍ତ, ହରି କଥା ଅନନ୍ତ, ତାକୁ ଆମେ ଯେତେ ଶୁଣିବା ସେତେ ଭଲ ଲାଗୁଥିବ। ଏବଂ ଅଜୟ ଭାଇ ଏଠି ଆଗରୁ ଯଦି 20 ଥରକୁ ବି କହିଥିବେ କିଛି ଆସି ନାହିଁ, ସେ 21 ଥର ଭାରେ ନୂତନ ଚେତନା ପ୍ରତିଷ୍ଠିତ ହେଇକିରି ଆରି ତାକୁ ସୁନ୍ଦର ଭାବରେ କହିବେ। କାରଣ ଜଣେ ଆଜି ଯୋଉ କଥାଟା ଆଜି କହିବ, ମାସେ ପରେ ଆଉଥରେ କହିଲେ ସେ ଆଉ ଗୋଟେ ନୂତନ ଚେତନା ଆରୂଢ ହେଇ କହିବ, ନୂତନ ଚେତନା ସେ ଲାଭ କରିଥିବ, ତା କଥାର ଆହୁରି ଗୋଟେ ମଧୁରତା ଭରିବ, ଆହୁରି ପୂର୍ଣ୍ଣତା ଆସିବ। ଆଉ ଏଇଟା ଆମେ ନିଶ୍ଚିତ ଆଶା କରିବା। ଆଉ ଆମେ ସେ ଆଜିକାର ଯୋଉ ସିଦ୍ଧି ଦିବସ କଣ ତାର ତାତ୍ପର୍ଯ୍ୟ ଏଟା ଶୁଣିବା ଅଜୟ ଭାଇ ଠାରୁ। ଆଉ ଗୌରୀ ଭାଇ ବି ଆମକୁ କିଛି ତା ପୂର୍ବରୁ କିଛି କହିବେ। ତା ପୂର୍ବରୁ ଶେଷରେ ଶ୍ରୀରବିନ୍ଦଙ୍କର ଗୋଟେ ବାଣୀ ମୁଁ ପଢିକି ମୋର ବକ୍ତବ୍ୟ ଶେଷ କରୁଛି। ମାଙ୍କର ବାଣୀ ଯେ Sri Aurobindo came upon earth to announce the manifestation of the supramental world, and not merely did he announce this manifestation, but embodied also in part the supramental force, and showed by example what one must do to prepare oneself for manifesting it. The best thing we can do is to study all that he has told us and endeavor to follow his example and prepare ourselves for the new manifestation. This gives life its real sense and will help us to overcome all obstacles. Let us live for the new creation, and we shall grow stronger and stronger by remaining young and progressive. ଓଡ଼ିଆ ଶ୍ରୀରବିନ୍ଦ ପୃଥ୍ୱୀ ପୃଷ୍ଠରେ ଆବିର୍ଭୂତ ହୋଇଥିଲେ ଅତିମାନ ଜଗତର ଅବ୍ୟକ୍ତି ସମ୍ବନ୍ଧରେ ଘୋଷଣା କରିବା ନିମିତ୍ତ, ଏବଂ ସେ କେବଳ ଏହି ଅବ୍ୟକ୍ତର ଘୋଷଣା କରିନଥିଲେ କିନ୍ତୁ ଅତିମାନସ ଶକ୍ତି କେତେକାଂଶରେ ମୂର୍ତ୍ତ କରିଥିଲେ ଏବଂ ଉଦାହରଣ ଦ୍ୱାରା ଦେଖାଇ ଦେଲେ ଯେ ଏହାର ଅବ୍ୟକ୍ତି ସକାଶେ ନିଜକୁ ପ୍ରସ୍ତୁତ କରିବାକୁ ହେଲେ ବ୍ୟକ୍ତି କଣ କରିବାକୁ ହବ। ଏଥି ନିମିତ୍ତ ଯେଉଁ ସର୍ବୋତ୍ତମ ବସ୍ତୁ ଆମେ କରିପାରିବା ତାହା ହେଲା ସେ ଯାହା ସବୁ କହିଛନ୍ତି ତାହା ଅଧ୍ୟୟନ କରିବା, ସେ ଯାହା ସବୁ କହିଛନ୍ତି ତାହା ଅଧ୍ୟୟନ କରିବା, ତାଙ୍କ ପ୍ରଦେଶ ଦୃଷ୍ଟାନ୍ତକୁ ଅନୁସରଣ କରିବା ନିମିତ୍ତ ଏବଂ ଏଇ ନୂତନ ଅବ୍ୟକ୍ତି ସକାଶେ ପ୍ରସ୍ତୁତ ହେବା ନିମିତ୍ତ ପ୍ରଚେଷ୍ଟା କରିବା। ଏହା ହିଁ ଜୀବନକୁ ତାହାର ପ୍ରକୃତ ଅର୍ଥ ପ୍ରଦାନ କରେ ଏବଂ ସମସ୍ତ ପ୍ରତିକୂଳକୁ ଅତିକ୍ରମ କରିବା ସକାଶେ ଆମକୁ ସାହାଯ୍ୟ କରିବ। ଆସ ଆମେ ନୂତନ ସୃଷ୍ଟି ଜୀବନ ଧାରଣ କରିବା ଏବଂ ଆମେ ତରୁଣ ପ୍ରଗତିଶୀଳ ହେବା ଦ୍ୱାରା ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଉଠିବା। ହେଲେ ଆମେ କେମିତି ମାଙ୍କ ଶକ୍ତିକୁ ଗ୍ରହଣ କରିବା, କଣ ଆମର ଆବଶ୍ୟକ ଗୁଣ କଣ ହେବା ଉଚିତ ଯେ ଆମେ ଗ୍ରହଣ କରିପାରିବା। ପ୍ରଥମ ଜିନିଷ ଆମେ ନିଷ୍ଠାବାନ ହେବା, ସିନସିୟରିଟି ଯୋଉଟା କୁହନ୍ତି,
प्रथम जिन आम निष्ठावान हेबा बहुत किसी जिनस दरकार ये अतिमान जो यात्रा आमको जीवाई आम किसी किसी माने कवच सदृश गुड़ा आमको साहाଯ୍य करेंगे जो गोटे सिनसीयरिटी एक सिनसीयरिटी सरे जोटा कि आम आम निष्ठावान हेबा तापरे तापरे आम आम भितर यदि प्लास्टिसिटी नमनीयता रहिबो आमे नमनीयता रहिबो धरंतु मु रास्ता रे जाउची किए मते गोटे तिरस्कार कहीदेला किछि नहीं मुझे हसिकी अनेदेवी ता आड़कू माने किछि रिएक्शन प्रकाश करी नहीं तो द्वारा कौन हम मो उपर से किछि जो तिरस्कार कला से आसीबो नहीं आम नमनीयता द्वितीय तापरे जोटा कि रिसेप्टिविटी ग्रहणशीलता आमे रिसेप्टिविटी रिसेप्टिविटी कौन कौन रिसेप्टिविटी माँ कर शक्ति एवं आलोकर रिसेप्टिविटी जेमती कि माँ का शक्ति आलोक ग्रहण करिपरिबा जदि सावित्री बही गुटे पढ़ा होची आम भितर से गुटे किछि आम आम भितर भाइब्रेशन क्रिएट न करूची आम रिसेप्टिव नाही बोली कहा जाई परिबो जदि आम माँ कर बही किछि पढुचु श्रीरविंद्र बही पढुचु आम बुझी पारुनु तेबे आम रिसेप्टिविटी नाही ता क्लियर माँ कर बही जदि मु पढ़ुची श्रीरंग बही पढ़ु सावित्री पढ़ु मत थ्रिल गोटे रोमांच उत्पादन न होची तेबे कोनटा मु पढ़ुची कौन मु पढ़ुची मु अग्नि पाखु गली उत्ताप अनुभव कली नहीं मु अग्नि पाखु गली मु पानी रे हाथ बुड़ेली शीतलता अनुभव कली नहीं मु पानी रे हाथ बुड़ेली कि अर्थ आम आम भितर रिसेप्टिविटी हेबा दरकार आमे रिसेप्टिव हेबा एई तापरे साधना में जो करवा सी तो आम पढ़ुचु जे आम समर्पण कि आमर अभिप्सा सी तो सब सदा जागृत हो समर्पण जोटा कि आम अभिप्सा प्रत्याघान सी तो एवं निरंतर एक दिव्य नाम आम कंठरे सब रही से दिव्य नाम है माँ नाम आम कारण ये दिव्य नाम ये माँ नाम एत प्रश्न करी आमर बाबाजी महाराज माने माँ को नाम पर बहुत स्ट्रेस देकर माँ को नाम जप कर जहाँ को भी सी पत्र लिखती से बाणीटा सब थाए जे माँ को नाम जप कर सी आउ कारण यार बहुत गुरुत्वपूर्ण कारण माँ नाम जप करवा एवं लास्ट पाठचक्र भी अजय भाई जो आमर स्वाकाटी थे से बहुत गुरुत्व कही निश्चित माने ये गोटे प्राक्टिकल जिनस जे माँ को नाम जप करवा आउ जो श्री कहले सावित्री बहीर दि योग ऑफ द किंग दि योग ऑफ सोल्स लीज दि राजांकर जोग दि योग ऑफ सोल्स लीज रो गोटे लाइन मु के दिन तळे पढुतली सेटा मु कहूची वन सोल्स एस्पिरेशन लिफ्टेड ऑफ द रेस सिलेक्शन दी जे सावित्री वन सोल्स एस्पिरेशन लिफ्टेड ऑफ द रेस वन सोल एस्पिरेशन से वन सोल के से प्रभु स्वयं निजे कारण पशुपति भूमिका रे रखी कि निजे सावित्री काव्य से रचना कर प्रति काव्य वन सोल एस्पिरेशन से प्रभुंकर श्रीरविंद्र आस्पिरेशन कहा ना मनीष जाति मनीष समाज आस्पिरेशन कौन पाई ना गोटे दिव्यत्व को आस्पिरेशन कौन महाश्रम लक्ष्य कौन महाश्रम लक्ष्य ला टू रेज द वर्ल्ड टू गॉड इन डेथलेस लाइट टू ब्रिंग गॉड डाउन टू द वर्ल्ड ऑन अर्थ वी केम टू चेंज द अर्थ लाइफ थ्रू लाइफ डिवाइन एटा महाश्रम लक्ष्य आस्पिरेशन यही जो आस्पिरेशन वन सोल आस्पिरेशन लिफ्टेड द रेस केते से लिफ्ट कले केते लिफ्ट कले 100% नहीं 200% लिफ्ट करिसनी जोटा कि सूक्ष्म भाव रे साधारण मनुष्य ताको जानि पारुनी किंतु आत्मा हिची लिफ्ट जोटा कि स्वयं श्रीरविंद्र तांको विषय से कथाटा कहिसंती जे एई दीर्घ 30 वर्षर तांकर जो साधना 30 वर्ष साधना काल रे विवर्तन 30,000 इयर्स विवर्तन जोटा घटी थांता जतकी मनुष्य यदि उन्नत होता सेतकी स्तर को सी नहीं गले सेतकी लिफ्ट कले 30,000 इयर्स मनुष्यर विवर्तन नेचुराल पद्धति रे जाई थांता तेबे लागि थांता 30,000 इयर्स जोटा कि 30 इयर्स भीतर से कंप्लीट कले मजाड़िया ढंगर से तार आंसर से गुडे से कहिसंती श्रीरविंद्र एंड मदर ऑन हिमसेल्फ बही रे पढिबे जे जदि विवर्तन तार नेचुरल पस जाई थांता तेबे 30,000 इयर्स लागि थांता जोटा कि 30 इयर्स पे कंप्लीट ले या भीतर आ कोन आउ किंतु सूक्ष्म रूप घटित होईची जोटा हमें अनुभव करि पारनु किंतु निश्चित अनुभव करूछु जो माने मास्टर अनुगामी से माने किछि जानुछंती किंतु एटा एते महत्वपूर्ण जे गोटे मनीष ह्यूमन माइंड रे गोटे ताकू धारणा करिया भी कष्ट केवल आमे विनम्र रहबा
ଏବଂ ଖୁସି ହେବା ଯେ ଆମେ ଏକ ଏକ ଅତିମାନସ ସମୟ ଯୋଉଟା କି କୁହାଉଛି ଅତିମାନସ କହିଲେ ଯୋଉଟା କି ସିଏ ଗୋଟେ ଊର୍ଦ୍ଧ୍ୱ ଜଗତର ସତ୍ୟ, ସିଏ ପୃଥିବୀ ଯେ ମାନେ ପାର୍ଥିବ ସମୟକୁ ସ୍ପର୍ଶ କରିଛି, ଟଚ୍ କରିଛି, ଅବତରଣ କଲା ମାନେ ସେ ଅତିମାନସ ପାର୍ଥିବ ଜଗତ ଯୋଉଟା କି ଟଚ୍ କରିଛି ପାର୍ଥିବ କାଳ ଏବଂ ଜଗତକୁ ସେଇ ମୁହୂର୍ତ୍ତରେ ଆମେ ସବୁ ଜନ୍ମଗ୍ରହଣ କରି ଆମେ ସବୁ ଭାଗ୍ୟବାନ। କିନ୍ତୁ ଯଦି ଆମେ ସତ୍ୟ ପଥରେ ଚାଲିବା ତ ଆମେ ସତ୍ୟ ପଥରେ ଚାଲିଲେ ଭାଗ୍ୟବାନ, ଯଦି ନ ଚାଲିବା ଆମେ ଦୁର୍ଭାଗା। ଏଇଟାକୁ ଆମେ ମନେ ରଖିବା ପାଇଁ ପଡିବ। ତା ଅର୍ଥ ଆମେ ସତ୍ୟ ପଥରେ ଚାଲିବା। ଆମେ ଯଦି ସମାଜରେ ପରିବର୍ତ୍ତନ କିଛି ଆଶା ଦେଖୁଛୁ, ପୃଥିବୀରେ ପରିବର୍ତ୍ତନ କରିବାକୁ ଚାହୁଁଛୁ, ସମସ୍ତେ ପ୍ରଥମ ହେଲା ଆମର ବ୍ୟକ୍ତିଗତ ଜୀବନ, ଆମ ନିଜ ଜୀବନକୁ ପରିବର୍ତ୍ତିତ କରିବା, ତାପରେ ଆମର ପରିବାର ଜୀବନ ପରିବର୍ତ୍ତିତ କରିବା ଏବଂ ସମାଜ ଜୀବନ ପରିବର୍ତ୍ତିତ କରିବା, ତେବେ ବିଶ୍ୱର ପରିବର୍ତ୍ତନ ଯୋଉ ଆମେ ସ୍ୱପ୍ନ ଦେଉଛୁ ସାକାର ହବ। ବାସ୍, ଗୌରୀ ଭାଇ ଆମର କିଛି କହିବେ? ओम आनंदमयी चैतन्यमयी सत्यमयी परमे ओम माहेश्वरी महाकाली महालक्ष्मी महासरस्वती नमः। ओम माँ दुर्गा नमः। O Supreme Lord, eternal truth, let us obey thee alone and live according to truth. Om Shanti Shanti Shanti. Om अंतरिक्षा शांति पृथ्वी शांति जल शांति वनस्पति शांति औषधीय शांति स्वर्ग शांति सर्वत्र शांति विश्व मन शांति विश्व प्राण शांति विश्व शरीर शांति व्यष्टि शरीर शांति व्यष्टि मन शांति व्यष्टि प्राण शांति 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 शांति। उपस्थित समस्त भाई और भौणी आपण को स्वागत करुछि एवं आज जो पवित्र दिवस रे पवित्र जन्म दिवस रे प्रभुंकर सिद्धि दिवस प्राप्ति होता ताकू वर्तमान 1926 मसीहा नवेम्बर 24 तारिख रे श्री अरविंद सिद्धि प्राप्त करथिले। कौन सिद्धि प्राप्त करथिले से जाऊनी कहीं अन्य वक्ता मैंने अच्छा से विषय कहे किंतु गोटे कथा जे से दिन ठारू तांकर जोग आरंभ है सिद्धि दिवस प्राप्ति कर सारा परे तांकर जोग अतिमानस आड़क से अतिमानस शक्ति को प्राप्त करने एवं ताको अवतरण करने से दिन ठू जोग दायित्व नेले एवं माँ को सबू आश्रम समस्त दायित्व अर्पण करिकी से गोटे घरे 40 वर्ष साधना करथिले। तार फलस्वरूप आम बर्तमान नूतन जगत पाई अतिमानस जगत ताको आम अनुभव कर पारना से हूँ दुखर कथा। तेणु से जो जिनस सिद्धि दिवस पालन करें केवल पालन करने उद्देश्य रे पालन करा जाउनी ताकू जीवन रे आमे उतारी आनिबा ताकू आम जीवन रे प्रयोग करवा ताले तार फलाफल आम किछि पाइबा। कौन सी जिनिसर प्रैक्टिकल गाइड टू जोग जो बही अच्छी
ସେଥିରେ ଆମେ ତାଙ୍କର ଯୋଗକୁ ଆମେ କେମିତି ନିଜ ଭିତରେ ଏକ୍ସପେରିମେଣ୍ଟ କରିବା, ପିଲାମାନଙ୍କ ଭିତରେ ଏକ୍ସପେରିମେଣ୍ଟ କରିବା, ଘରେ ଏକ୍ସପେରିମେଣ୍ଟ କରିବା, ସମାଜରେ ଏକ୍ସପେରିମେଣ୍ଟ କରିବା, ତାହେଲେ ଆମେ କିଛି ତାଠୁ ଫଳ ଆଶା କରିପାରିବା। ତେଣୁ ଇଏ ହେଲା ଗୋଟିଏ କଥା ଶ୍ରୀ ଅରବିନ୍ଦଙ୍କ ବିଷୟରେ ଅନ୍ୟମାନେ କହିବେ। ଦ୍ୱିତୀୟରେ ଆମର ଏଇ ଯୋଉ ଆଜି ଆପଣ ଦେଖୁଛନ୍ତି ଯାହା, ତାହା ଅନେକ ଦିନ ତଳେ ସେ ଜିନିଷ ନଥିଲା। ଏ ଜାଗାରେ ଯାହା ଭାଇ କହିଲେ, ପ୍ରକୃତରେ ମୁଁ ତାର ଅଧିକାରୀ ନୁହେଁ ଏବଂ ତାକୁ ନେଇକି ଆମର ଗର୍ବ କରିବାର କିଛି ହିଁ ନାହିଁ। କାହିଁକି ନା ଇଚ୍ଛାମୟଙ୍କର ଇଚ୍ଛାରେ ସବୁ କିଛି ତାଙ୍କରି ଇଚ୍ଛାରେ ଚାଲିଛି। କେବଳ ଆମେ ସମୟ ଭିତରେ ଆମର କିଛି ନା କିଛି ଗୋଟେ ତାକୁ ଆମେ ଦୃଶ୍ୟମାନ ହଉଛି, ଆମେ ସେଇଟା ଭାବୁଛନ୍ତି ଯେ ଆମେ କରୁଛନ୍ତି, କିନ୍ତୁ ସେଇଟା ନୁହେଁ। ସେଇଟା ଆଗରୁ, ବହୁ ଆଗରୁ ସେ ଜିନିଷ ମା ତାଙ୍କର ସୂକ୍ଷ୍ମ ଦୃଷ୍ଟିରେ ନିର୍ଦ୍ଧାରିତ କରିଥାନ୍ତି। ଆମେ ସେ ବିଷୟରେ ଜାଣନ୍ତିନି, ତେଣୁ ଆମେ ଯାହା କିଛି ଘଟେ ଭାଗ୍ୟକୁ ଦୋଷ ଦେଇକି ଆମେ ଚୁପଚାପ ରହିଯାଆନ୍ତି। କିନ୍ତୁ ପ୍ରକୃତରେ ସେଇଟା ନୁହେଁ। ଆମେ ଭାଗ୍ୟକୁ ଦୋଷ ଦେଲେ କ'ଣ ହବ? ଆମ ଭିତରେ ଆମେ ନିଜକୁ ନିଜେ ଚିହ୍ନି ପାରୁନାହାନ୍ତି, ଆମେ କ'ଣ ଆମେ ଜାଣିପାରୁନାହାନ୍ତି। ତେଣୁ ସେଇ ଜିନିଷ ଜଣେଇବାକୁ ମା ଆସିଛନ୍ତି, ଆମକୁ ଭଗବାନରେ ପରିଣତ କରିବା ପାଇଁ। କିଛି ଛୋଟିଆ କଥା ନୁହେଁ, ଖେଳଘର କଥା ନୁହେଁ। ଆମେ ଭାବୁଛନ୍ତି କ'ଣ ଭଗବାନ ହବୁ, ଆମେ କ'ଣ ଭଗବାନ? ଆମେ ତ ଯାହା ମାଗୁଛୁ ଆମର ତ ସବୁ ଜିନିଷ ପୂରଣ ହେଇଯାଉଛି। ଆମେ ବହୁତ ଆରାମ ବୟସରେ ଟଙ୍କା ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆମ ପାଖରେ ଅଛି, ଆମର ଆଉ କ'ଣ ଦରକାର? ପିଲା ଛୁଆ ଭାଇ ଭଉଣୀ ଏସବୁ ଜିନିଷ ପୁରିକି ରହିଛନ୍ତି, ନାତି ନାତୁଣୀ। ଆଉ ପୁଣି କ'ଣ ଭଗବାନ ସେ କହୁଛନ୍ତି ଯେ ଆମକୁ ଭଗବାନରେ ପରିଣତ କରୁଛନ୍ତି? ଆମର ତ ମନ୍ଦିର ଗଲେ ଆମର ସେ କାର୍ଯ୍ୟ ହେଇଯାଉଛି, ଆମେ କାହିଁକି ଭଗବାନ ହବୁ? ଆମର କ'ଣ ଆବଶ୍ୟକତା ଅଛି? କିନ୍ତୁ ଭାଇ ଭଉଣୀ ମାନେ କହିବା କଥା ଯେ ବର୍ତ୍ତମାନର ଦେବାଦେବୀ ମାନଙ୍କର ଯୁଗ ସରିଯାଇଛି। ମୁଁ ଆଗରୁ ବି କହିଛି ଏ ଜିନିଷ ଯେ ଦେବାଦେବୀ ମାନଙ୍କର ଆଉ କୌଣସି ଶକ୍ତି ନାହିଁ ଯିଏକି ରୂପାନ୍ତରିତ ମୁଁ କରିପାରିବ। ଭଲ କି ବୁଝିବେ, କାହିଁକିନା ତା ଭିତରେ ଜିନିଷଟା ଅଲଗା ପ୍ରକାର ହେଇଯିବ ପୁଣି ଯେ ଦେବାଦେବୀ ମାନଙ୍କର କୌଣସି ଶକ୍ତି ନାହିଁ ତ ଆମେ କେମିତି ପୂଜା କରୁଛୁ। ନା, ସେଇଟା ନୁହେଁ। ସେଇଟା ଯାହା ପାଇଁ ଦରକାର, ଆମେ ହେଉଛି ରୂପାନ୍ତର ହେବା ପାଇଁ ଆସିଛନ୍ତି ପୃଥିବୀକୁ। ଭଗବାନ ଆମକୁ ପଠେଇଛନ୍ତି ଯୋଉ ପ୍ରକୃତିରେ ଆମେ ରହିକି କାମ କ୍ରୋଧ ଲୋଭ ଅହଂ ସ୍ୱାର୍ଥ ଭୟ ରୋଗ ଶୋକ ଜରା ମୃତ୍ୟୁ ଭିତରେ ସଢ଼ିକି ମରୁଛନ୍ତି। ଶ୍ରୀ ଅରବିନ୍ଦ ସେଇଠି ଜିନିଷଟି କହିଛନ୍ତି ଯେ ଆମେ କାହିଁକି ତାହେଲେ ପ୍ରଭୁ ଆମକୁ କାହିଁକି ଆପଣ ସୃଷ୍ଟି କଲେ? ଯଦି ଆମକୁ ଏତେ କଷ୍ଟ କରିବାର ଥିଲା କାହିଁକି ଆପଣ ଆମକୁ ସୃଷ୍ଟି କଲେ? ବା ଆମେ ଯଦି ପରିବର୍ତ୍ତନ ହେଇପାରିବୁନି, ସେଇ ଲୁହାର ଶିଙ୍କୁଳି ଯୋଉ ଆପଣ ବାନ୍ଧି ଦେଇଛନ୍ତି, ଯୋଉଟା ଭାଗ୍ୟ ବୋଲି ଆମେ କହୁଛନ୍ତି, ବା ପ୍ରକୃତି ଯାହା ଆମ ଉପରେ ଜବରଦସ୍ତ କରିକି ଯୋଉ ଜିନିଷ ଆମ ଉପରେ ଲଦି ଦେଇଛି, ତାକୁ ଆମେ ଯଦି ପରିବର୍ତ୍ତନ କରିପାରିବୁ ନାହିଁ। କିନ୍ତୁ ଶ୍ରୀଅରବିନ୍ଦ ଲେଖିଲେ ଯେ ସାବିତ୍ରୀ ବହିରେ ଯେ ନା ନା, ସେଇଟା ଯୋଉ ଭାଗ୍ୟ ବୋଲି ତମେ କହୁଛ, ଫେଟ୍ ସାଲ୍ ବି ଚେଞ୍ଜଡ୍ ବାଇ ଏନ୍ ଅନଚେଞ୍ଜିଂ ୱିଲ୍। ଆମେ ଯଦି ଯୋଉ ଜିନିଷ ଆମେ ସଂକଳ୍ପ କରିବା, ଯୋଉ ଜିନିଷ ଏନିଥିଙ୍ଗ ଆପଣ ଯାହା ହବାକୁ ଚାହିଁବେ ହେଇପାରିବେ, କିଛି ଅସୁବିଧା ନାହିଁ। ଶ୍ରୀ ଅରବିନ୍ଦ କ'ଣ ନହେଲେ? ଶ୍ରୀ ଅରବିନ୍ଦ କହିଲେ ଯେ ମୁଁ ବ୍ରହ୍ମ ତେଜ ଆଉ ଯୋଉ କ୍ଷେତ୍ର ତେଜ ଅଛି, ଯୋଉ ଦିଟା ଜିନିଷ ଆମ ଭାରତ ବର୍ଷର ସଂସ୍କୃତି। କ୍ଷେତ୍ର ତେଜ ଦ୍ୱାରା ଆମେ କେତେ ବାଟ ଆଗେଇ ଯାଇଥିଲେ, କେତେ ଆମେ ଦେଶ ଜୟ କରିଥିଲେ, ସେ ବିଷୟରେ ଆମେ ଜାଣିଛନ୍ତି। ଆମର କ୍ଷେତ୍ର ତେଜ ଅଛି କି ଆଉ ବର୍ତ୍ତମାନ? ଆମେ ତ ବ୍ରହ୍ମଚର୍ଯ୍ୟ ଆମେ ପାଳନ କରୁନାହାନ୍ତି, ସେଠି କ୍ଷେତ୍ର ତେଜ ଆସିବ କୋଉଠୁ, ବ୍ରହ୍ମ ତେଜ ଆସିବ କୋଉଠୁ? ଶ୍ରୀଅରବିନ୍ଦ କହିଲେ ଯେ ଏଇ ବ୍ରିଟିଶର ମାନଙ୍କୁ ମୁଁ ଯଦି ଭାରତ ବର୍ଷରୁ ବାହାର କରିବି, ଗୋଟିଏ ଜିନିଷ ମତେ ଦରକାର। ସେ କ'ଣ ପାଠ ପଢ଼ିନଥିଲେ ନା ଜ୍ଞାନୀ ନଥିଲେ? ସବୁ ଜିନିଷ ଥିଲେ, କିନ୍ତୁ ତାଙ୍କର କ'ଣ ନଥିଲା? ଗୋଟିଏ ଜିନିଷର ଅଭାବ ଥିଲା, ସେଇଟା ହେଉଛି ବ୍ରହ୍ମ ତେଜ। ଆମେ ଯୋଉ ଜିନିଷ କହୁଛନ୍ତି, ଆମେ ଯୋଉମାନେ ବ୍ରାହ୍ମୀଣ ଅଛନ୍ତି, ଆମେ ଜାଣିଛନ୍ତି ଯେ ବ୍ରହ୍ମ କ'ଣ? ବ୍ରହ୍ମକୁ ଅଧିକାର ଯିଏ କରିବ ସିଏ ହେଉଛି ବ୍ରାହ୍ମୀଣ। ଖାଲି ସେ ଜାତିରେ ଜନ୍ମ ହେଇଗଲା ବା ପଇସା ପିନ୍ଧିଦେଲେ ସିଏ ହେଉଛି ବ୍ରାହ୍ମଣ ନୁହେଁ। ମା କହୁଛନ୍ତି ଯେ ମୋର ସମସ୍ତ ସନ୍ତାନ ବ୍ରାହ୍ମଣ, କାହିଁକିନା ସେମାନେ ବ୍ରହ୍ମକୁ ଧାରଣ କରିଛନ୍ତି। ଆମେ କାହାକୁ ଧାରଣ କରିଛନ୍ତି? ବ୍ରହ୍ମକୁ ଧାରଣ କରି। ସେ ସ୍ତ୍ରୀ ହଉ ପୁରୁଷ ହଉ ଯିଏ ହଉ। ଆଗରୁ ସ୍ତ୍ରୀ ମାନଙ୍କୁ ସେତିକି ଦାୟିତ୍ୱ ଦିଆ ହଉନଥିଲା, ବର୍ତ୍ତମାନ ସବୁ ଦାୟିତ୍ୱ ସେମାନେ ନେଇଛନ୍ତି, ସବୁ ଜିନିଷ ସେମାନେ ପ୍ରୁଭ୍ କରି ଦେଖୁଛନ୍ତି। ତେଣୁ ଗୋଟେ ଜିନିଷ ହଉଛି ଏଇ ଯୋଉ ଜିନିଷ, ଏଇ ଯୋଉ ଜନ୍ମଦିନର ତାତ୍ପର୍ଯ୍ୟ ହଉଛି ଯେ ଆମେ ଏଇ ଜୀବନ ଯୋଉ ଆମେ ବଞ୍ଚୁଛନ୍ତି, ପ୍ରକୃତରେ ସେଇ ଜୀବନ ପାଇଁ ଆମେ ଆସିଛନ୍ତି କି? ସେ ପ୍ରଶ୍ନ ଆମକୁ ନିଜକୁ ପଚାରିବାକୁ ପଡ଼ିବ। ମୁଁ କ'ଣ ଯୋଉ ଜୀବନ ପାଇଁ ଆସିଥିଲି ସେଇ ଜୀବନ ବଞ୍ଚୁଛି, ନା ଆଉ କିଛି ଅନ୍ୟ କିଛି ଜୀବନ ବଞ୍ଚୁଛି? ମୁଁ ସେଇଥିରେ ସନ୍ତୁଷ୍ଟ ନା ଆଉ ସେଥିରେ ସନ୍ତୁଷ୍ଟ ନୁହେଁ? ନିଜକୁ ଆମେ ଠକିବା ନାହିଁ, ଅନ୍ୟକୁ ଠକି ଦେଇପାରିବା, କିନ୍ତୁ ନିଜକୁ ଠକିଲା ମାନେ ଆମେ ନିଜେ ହିଁ ସେଇ ଗାତ ଭିତରେ ପଡ଼ିବା। ତେଣୁ ଶ୍ରୀ ମାଙ୍କର ଯୋଉ ଆଶ୍ରମ ସେ କରିଲେ, ସେ ଆଶ୍ରମକୁ ଆଖି ଆଗରେ ରଖିକି
आम भितर जागृति आसला, आम भितर संकल्प आसला जे आमे सेही जिनसटी करिके आमे 24 घंटा कहीं माँ सेवा न करिबा। सेही जिनस माँ जो जिनस जो पथ आदर्श देखई से आदर्श पथरे जाइके आमे कहीं निजे निजको गढ़िबा नहीं, माँ को साहाय्य करिबा पाई बसी पारे से चेयर नहीं बसई दियो पड़ पड़ा जी। तेणु मुझे को जाऊना जन्मदिन जो ये आश्रम होती माँ को आम आदर्श पालन करने ही आम ये आश्रम कर शक्ति को प्रतिष्ठा कर माँ को उद्देश्य केवल आश्रम प्रतिष्ठा नुहे। भल भाव में शुणु भाई, आश्रम प्रतिष्ठा केवल माँ को लक्ष्य नुहे। आश्रम रे जहाँ होची आपण आजकल देखुछन सब, किंतु श्री अरविंद आश्रम तार होची लक्ष्य आदर्श अलगा, से गोटे व्यतिक्रम। श्री अरविंद पचारा आप कहीं आश्रम ना देले, आज्ञा आश्रम दे सब प्रकार व्यभिचार चली देखुं, से कह ताठू भल आउ ना कि ना पाइली नहीं। मु भगवत आश्रा रे जी रहिबो से ही आश्रम ताको कहा जाए, आउ किछि नुहे। निज आश्रा रहिले संसार, निजर चेष्टा बा निजर उपरे निर्भर करके आम जो रहा सेटा हूँ संसार हम बा सेटा परिवार हम। किंतु जो भगवत आश्रा रे भगवान उपरे पूर्ण विश्वास स्थापन करेंगे, भगवान ही सब किछि मोर जहाँ किछि होना कहीं सी ही आसिक मत साहाय्य करेंगे, ताहले ताकू आश्रम रे परिणत कर दिया जाए। आश्रम कौन देवादेवी की पूजा कराऊनी, कौन फल प्राप्ति कौन सिद्धि प्राप्ति पे आश्रम नुहे। श्रीअरविंद आश्रम श्रीअरविंद आश्रम होती केवल भगवान सेवा आउ किछि नुहे। भगवत सेवा ही लक्ष्य, तार फल तांको हाथ में अच्छी, कौन देवे न देवे। तेणु आश्रम जो श्रीअरविंद आरंभ करिले तार उद्देश्य होची जे मनीष को किभली भाव में नूतन भाव में गढ़ा तार एक्सपेरिमेंट लेबोरेटरी हिसाब से सी आश्रम आरंभ कले। एवं से आश्रम रे समस्त प्रकार व्यक्ति अछंती, स्त्री लोक अछंती, धनी अछंती, गरीब अछंती, शिक्षित अछंती, अशिक्षित अछंती, विभिन्न देशर लोक अछंती। उद्देश्य जे आमे किभली भाव में नूतन मानव रे परिणत हवा, पुरातन प्रकृति को छाड़िबा एवं अतीत को छाड़िबा। माँ आश्रम रे अतीतर कौनसी जिनस को सेठी आश्रय दियंती नाही, सेटा हैला लिमिटेड लोक को लेकिन आश्रम माँ कले कहले इट वाज ए एक्सपेरिमेंट, इट इज ए पायोनियर वर्क फॉर द फ्यूचर। माँ श्री अरविंद से जिनस करिसेंती जोटा कि सारा विश्व वर्तमान तांको फॉलो करुची बा ताको अनुसरण करुची। किंतु माँ से संतुष्ट हेले नाही। काहेकि हेले नाही? सी तो आश्रम करिले 1920 मसीह माँ आसिले 1926 रु आरंभ हो गला आश्रम श्री अरविंद सिद्धि दिवस पर परे। किंतु तापरे से काहेकि भाविले अरविल कथा, अरविल कथा काहेकि भाविले माँ? अरविल कौन अच्छी? से कहले जे ये जो सारा विश्वर एकत्व जदि न रहिबो ताले ये विश्व नष्ट हो जिवो, ध्वंस प्राप्त हो जिवो। आम भितरे माने हस नाही, आम भितरे प्रेम नाही, आम भितरे भल पाइबा नाही, से सब कुआडे माने असुर आमठू सब उभेई असुर प्रकृति आसला बेले से सब आम भितर उभेई गलानी। तेणु माँ कहले जे विश्व रे जदि ऐक्य प्रतिष्ठा न रहिबो माने दि यूनिटी इन द वर्ल्ड, माने सबु देशर आमे केबे कहबानी जे आमे गर्व करबानी जे आमे ओडिया आमे भारतीय बोली। आमे होउचंती ए विश्वर, ए विश्व जो जाति अच्छी भगवान जो जीवन अच्छे आमे तार अधिकारी। आमे पुणी निजु कहीं एते भाग भाग कर दउचुनी, एते कहीं नेरो मेंटालिटी कहीं से विषय रे से माँ जो कहते अरविल विषय से विषय रे कहीं अरविल करिले समस्त कहते माँ आपणकर ये स्वप्न सफल हेनी, आमर स्वप्न जमी सफल होनी आपणकर स्वप्न भी सफल हेनी। माँ कहले जे यहाँ हूँ भगवान स्वप्न, सेटा ही रियलिटी। तेणु से विषय से जहाँ कहते मु पढ़ुची आपण मैंने पढ़ी पारे कनसेप्शन एंड बार्थ ए ड्रीम माँ ये बुझेबी नहीं कि मु पढ़ी आपण भी पढ़े। तेणु आप जहाँ जानवे देयर शुड बी समवेयर अपॉन अर्थ ए प्लेस दैट नो नेशन कुड क्लेम एज इट्स सोल प्रॉपर्टी।
A place where all human beings of goodwill, sincere in their aspiration, could live freely as citizens of the world, obeying one single authority, that of the supreme truth. A place of peace, concord, harmony, where all the fighting instincts of man would be used exclusively to conquer the causes of his suffering and misery, to surmount his weakness and ignorance, to triumph over his limitations and incapacities. A place where the needs of the spirit and the care for progress would get precedence over the satisfaction of desires and passions, the seeking for pleasures and material enjoyments. In this place, children would be able to grow and develop integrally without losing contact with their soul. Education would be given not with a view to passing examinations and getting certificates and posts, but for enriching the existing faculties and bringing forth new ones. In this place, titles and positions would be supplanted by opportunities to serve and organize. The needs of the body will be provided for equally in the case of each and everyone. In the general organization, intellectual, moral, spiritual superiority will find expression not in the enhancement of the pleasures and powers of life, but in the increase of duties and responsibilities. Artistic beauty in all forms, painting, sculpture, music, literature will be available equally to all. The opportunity to share in the joys they bring, being limited solely by each one's capacities and not by social or financial position. For in this ideal place, money would be no more the sovereign lord. Underline. ବର୍ତ୍ତମାନ ଆମେ ଟଙ୍କା ପଛରେ ଯୋଉ ଦୌଡୁଛୁ ସକାଳୁ ଉଠିଲା ମାନେ ଟଙ୍କା 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 ସେଠି ମା କଣ କହିଲେ for in this ideal place ଅରଭିଲରେ money would be no more the sovereign lord. ଟଙ୍କା ଆମର ଭଗବାନ ହେଇକି ଯୋଉ ଲର୍ଡ ହେଇକି ସେ ରହିଛି ସେ ଆଉ ରହିବନି. Individual merit will have a greater importance than the value due to material wealth and social position. Work would not be there as the means of gaining one's livelihood. ଆମେ ଯୋଉ କାମ କରୁଛନ୍ତି ନିଜର ପେଟ ପୋଷିବା ପାଇଁ ସେ ଜିନିଷର ସେ ଉଦ୍ଦେଶ୍ୟ ଆଉ ରହିବ ନାହିଁ. ଯୋଉମାନେ ଜବ୍ କରୁଛନ୍ତି ଆମେ ଯୋଉ ଜବ୍ କରୁଛନ୍ତି ଆଉ ଜବ୍ ରହିବ ହିଁ ନାହିଁ. AI ଆସିଗଲାଣି ଆଉ ଜବ୍ ହିଁ ରହିବ ନାହିଁ. It would be the means whereby to express oneself. ଏଇ ଯୋଉ କାମ କେବଳ ଭଗବାନଙ୍କୁ ପ୍ରକାଶ କରିବା ପାଇଁ ହେବ. Develop one's capacity. ଏଇଟା ଓଡ଼ିଆ କାହିଁ କହୁଛି ଅନ୍ୟ ଗୁଡ଼ା କହିଲି ନାହିଁ. ଏଇଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ଲାଇନ୍. ଆମେ ସମସ୍ତେ ଟଙ୍କା ପଛରେ ଗୋଡ଼ଉଛନ୍ତି, ସମସ୍ତେ ଚାକିରି କରୁଛନ୍ତି, ପାଠ ପଢ଼ିକି ଆମେ କମ୍ପିଟିସନ୍ କରୁଛନ୍ତି, ସକ୍ସେସ୍ ହେଉଛି ଟଙ୍କା ପାଇବା ଆଉ କିଛି ନୁହେଁ. କିନ୍ତୁ ମୋ ଏଇ ଜିନିଷଟା ଟଙ୍କା ରୋଜଗାରଟା କେବଳ କାମ ନୁହେଁ, କେବଳ କାମ ବୋଲି ଭାବୁଛନ୍ତି ଆମେ. କେତେ ଗୁଡ଼େ କାମ ଭିତରେ ସେଇଟା ଗୋଟେ କାମ. ଡେଭଲପ୍ ୱାନ୍ସ କାପାସିଟିଜ୍ ଆଣ୍ଡ ପସିବିଲିଟିଜ୍. ପାଠ କାହିଁ ପଢ଼ୁଛନ୍ତି ଆମେ? ପାଠ ଆମେ କାହିଁ ପଢ଼ୁଛନ୍ତି? ଯଦି ପଚରାଯିବ ଯେ ଏଜୁକେସନରେ ତୁମେ ଯେଉଁ ସ୍କୁଲରେ ଆଡ଼ମିସନ୍ କରୁଛ ବା କଲେଜରେ ଆଡ଼ମିସନ୍ ତ କାହିଁକି ଯାଉଛ ସେଠି? ଶିଖିବା ପାଇଁ. କାହା ବିଷୟରେ ଶିଖିବା ପାଇଁ? ନେଚରକୁ ଟୁ ଅଣ୍ଡରଷ୍ଟାଣ୍ଡ ଦି ନେଚର. ଆମେ ପ୍ରକୃତିକୁ ଆଗ ବୁଝିଲେ ଆମେ ଠିକ ଜିନିଷ ପାଖରେ ଯାଇକି ପହଞ୍ଚି ପାରିବା. ଆମେ ଅନ୍ନେଚୁରାଲ ଜିନିଷ ପଛରେ ଦୌଡ଼ୁଛନ୍ତି, ନେଚୁରାଲ ଜିନିଷକୁ ଛାଡ଼ି ଦେଉଛନ୍ତି. ତେଣୁ ଆମର କାପାସିଟି ଆଉ ଯେଉଁ ସମ୍ଭାବନା ରହିଛି ସେ ଇନକ୍ରିଜ୍ ହେଉନାହିଁ. While doing the same time service to the whole group, which on its side would provide for each one's subsistence and for the field of his work. In brief, it would be a place where the relations among human beings, ଅରଭିଲ ଯେଉଁ ଜାଗା ହେବ ବା ହେଇସାରିଛି, ବର୍ତ୍ତମାନ ସେଠି 53 ନେସନର ଲୋକମାନେ ରହିସାରିଲେଣି. 4500 ଲୋକ ସେଠି ବର୍ତ୍ତମାନ ରହୁଛନ୍ତି. Usually based almost exclusively upon competition and strife. ବର୍ତ୍ତମାନ ବିନା କମ୍ପିଟିସନ ଆମେ କୁଆଡ଼େ ଯାଇପାରିବାନି. ଆମକୁ କମ୍ପିଟିସନ ଦେବାକୁ ପଡ଼ିବ. would be replaced. ଏ କମ୍ପିଟିସନ will be replaced. ଏଇଟା ଆଉ ରିପ୍ଲେସ୍ ହେଇଯିବ ଏମିତି ଫ୍ୟୁଚରରେ ହେବାକୁ ଯାଉଛି by relations of emulation for doing better, for collaboration, relations of real brotherhood. ଆମ ଭିତରେ ଭାତୃତ୍ୱ ପ୍ରତିଷ୍ଠା କରିବା ପାଇଁ ନିଜେ ଅନ୍ୟକୁ ସାହାଯ୍ୟ କରିବା, ଅନ୍ୟଠାରୁ ସାହାଯ୍ୟ ପାଇବା, এইটা ହିଁ ବେସିସ୍ ରହିବ.
द अर्थ इज सर्टनली नॉट रेडी टू रियलाइज सच एन आइडियल माँ यहाँ लिखी 20/5/1966 1968 आरंभ होला अरविल 1966 मेसेजटा माँ देते 20/5 एप्रिल एप्रिल कह मे 20 देते द अर्थ इज सर्टनली नॉट रेडी टू रियलाइज सच एन आइडियल ये जो मु जो वर्तमान आदर्शटा कहूँ ये वर्तमान आइडियल ये जो आदर्श को ग्रहण करने मनीष समाज प्रस्तुत है ना मुझे जानी किंतु वर्तमान केते वर्ष चलीगला या भितर 40 वर्ष ये धरतु 20 वर्ष 60 वर्ष चलीगला तथापि मनीष वर्तमान मत प्रस्तुत है ना फॉर मैनकाइंड डज नॉट येट possesses the necessary knowledge to understand and accept it or the indispensable conscious force to execute it ना ता पाखे शक्ति अच्छी ए जिनस को कार्य करने ना तार विश्वास ता ऊपर रही दैट इज व्हाई आई कॉल इट ए ड्रीम तेणु वर्तमान जेहेतु यहाँ रियलाइज है ना आम या प्रकृत पक्ष कार्य परिणत करूँ तेणु मुझे गोटे ड्रीम बोली कहूँ किंतु इट इज ए डिवाइन ड्रीम व्हिच विल बी रियलाइज येट दिस ड्रीम इज ऑन द वे टू बिकमिंग ए रियल यहाँ ता रास्तार अच्छी सूक्ष्म भाव में यहाँ कार्य करुच्ची यहाँ से रास्तार जाऊँगी किंतु पहुँची ना से बाटे किंतु इट इज ऑन द वे दैट इज एक्जाक्टली व्हाट वी आर सीकिंग टू डू एट द श्री अरविंदस आश्रम ऑन ए स्मॉल स्केल ये जिनसटा आम श्री अरविंद आश्रम छोट आकार करुचु आमर से बर्तमान केते बर्तमान 3500 पाखापाखि डिवोटीज अच्छा माँ कहते गोटे स्मॉल स्केल मुझे यहाँ ऑरोविल थ्रो रे सारा विश्व रे ए कार्य हम ऑरोविल विल बी एस्टाब्लिश्ड इन ऑल कॉर्नर्स ऑफ द वर्ल्ड ये जिनसटा स्प्रेड करिवो एवं सेतिपई जो माने नुआ यंग जनरेशन आसुंदी सेमानंकर वर्तमान आग्रह ता प्रति आसुची सेही माने ही ए जिनस रिप्लेस करिवे in proportion to our modest means the achievement is indeed far from being perfect but it is progressive little by little we advance towards our goal which we hope one day we shall be able to hold up before the world as a practical and effective means of coming out of the present chaos in order to be born into a more true more harmonious new life. You say that Auroville is a dream. Yes, it is a dream of the Lord. And generally these dreams turn out to be true, much more true than the human so-called reality. ये जो मातृ मंदिर आपन देखुछन पछपटे फोटो अछि एवं जो माने चाहिबे ऑरोविल विषय मो पाखे अछि बुकलेट अछि मु देबी से जो ऑरोविल आपन देखुछन मातृ मंदिर से छोटिया जिंस नुहे आगे तार एते कैपेसिटी अछि जे मा कहिसंती इट कैन माने माने गोटे वर्ल्ड वार जो थर्ड वर्ल्ड वार आसी से थर्ड वर्ल्ड वार को सी विरोध करके एते शक्ति अच्छी जो चारिटा शक्ति मांकर माहेश्वरी महाकाली महालक्ष्मी महासरस्वती जिते महाकाली ऑरोविल कंप्लीट हवा जाऊँगी से महाकाली द्वार जोटा से द्वारटा कंप्लीट है माँ तार माँ सहित एते माने आमे व्हेन वी वांट टू प्रोग्रेस आमे जतबे आमर अंतरर आ बाहर माँ बोली माँ जो लिखिसंती आमे अंतरर आ बाहरर बाधा विघ्न दूर करबा पई आमे महाकाली को सबले आस्पुरा करबा बा ताको कॉल करबा बा प्रेयर करबा श्री अरविंद बोलले ये जो माहेश्वरी महालक्ष्मी आ महासरस्वती यांकर जेते पावर नाही माने जो माँ चाहे से किछि मानबे महाकाली जी से किछि मानते बर्तमान जेकोसी जिनस होउची जेते मासाकर होची वार होची सब पछरे ही महाकाली शक्ति काम करছে आमे भावछन जे माँ केवल एही बसछन से ही महाकाली ऊपर सब आडे तांकर कार्य से करछन तेणु ये जो ऑरोविल वर्तमान जे नेसेसिटी काहे ना हमको एक घरे रह के से कार्य करि परिबा नाही आमे काहे ना हमको गोटे एटमॉस्फियर दरकार जोटा कि माँ डिक्लेयर करछन आम जो सुपरमैन हवा सुपर सुप्रामेंटल फोर्स जो काम कर आम जो सुपरमैन हवा गतिमानव हवा से कौटी हे आप घर संसार भर गोटे आटमोस्फियर दरकार से जो आटमोस्फियर सी कहते जो ऑरोविल मु करुच्ची
Auroville will be the cradle of Superman. ମାନେ ସେଇ ଜାଗାରେ ହିଁ ପ୍ରୋଡ୍ୟୁସ ହେବେ ସୁପରମ୍ୟାନ୍। ଆମେ କହିବା ଘରର କାମ 23 ଘଣ୍ଟା କରିବା, 8 ଘଣ୍ଟା ଆସିକି ପାଠରେ କରିବା। नो, ଇଟ୍ ୱିଲ୍ ନଟ୍ ଡୁ। ଆଇଦର ୟୁ ସେଣ୍ଟରରେ ଆସିକି କାମ କରନ୍ତୁ, ପାଠ କରିଲେ ଖାଲି ଯୋଗ ଦେଲେ ହେବ ନାହିଁ। ଆପଣ ଯୋଉଠି ଆମର ଶକ୍ତି କେନ୍ଦ୍ର ଅଛି, ମାନେ ଯୋଉଠି ସ୍କୁଲ ନୁହେଁ, ଆପଣଙ୍କର ଯୋଉଠି ଅଛି ମାନେ ମାଙ୍କର ରେଲିକ୍ସ ପ୍ରତିଷ୍ଠା ହେଇଛି, ଶ୍ରୀଅନ୍ତ ରେଲିକ୍ସ ପ୍ରତିଷ୍ଠା ହେଇଛି, ସେଇ ଜାଗାରେ ଆପଣଙ୍କୁ ସାଧନା କରିବାକୁ ପଡିବ। ସେଠି ସମୂହ ସ୍ୱାର୍ଥକୁ ଇମ୍ପୋର୍ଟାନ୍ସ ଦେବେ, ନିଜ ସ୍ୱାର୍ଥକୁ ଛାଡ଼ିକି ସାରା ବିଶ୍ୱର ସ୍ୱାର୍ଥ ପାଇଁ ଆପଣଙ୍କୁ ସେଠି କାମ କରିବାକୁ ପଡିବ। ଯୋଉମାନେ ସବୁ ରହିଛନ୍ତି ଆଶ୍ରମରେ, ପଣ୍ଡିଚେରୀ ଆଶ୍ରମରେ ଯାଉଛନ୍ତି ଦେଖୁଥିବେ, ସେମାନେ କ'ଣ ପିଲାବେଳେ ତାଙ୍କର ଏଭ୍ରିଥିଙ୍ଗ, ତାଙ୍କର କିଛି ନାହିଁ। ଆପଣ ବିଶ୍ୱାସ କରିବେନି, ଯୋଉମାନେ ନୂଆ ଅଛନ୍ତି, ଜାଣିନାହାନ୍ତି ଆଶ୍ରମ ବିଷୟରେ, ଆମର ତ ଯୋଉ ଡିଭୋଟି ସେ ଜାଣିଛନ୍ତି। ଏ ସିଙ୍ଗଲ ପାଇ ଇଜ ନଟ୍ ପେଡ୍ ଟୁ ଏନି ଆଶ୍ରମାଇଟ୍। ଚିନ୍ତା କରନ୍ତୁ, ମାଙ୍କ ପାଖରେ ସେମାନେ ସାରା ଜୀବନ ଦଉଛନ୍ତି, ଘର ଦ୍ୱାର, ଟଙ୍କା ପଇସା, ଜମି ବାଡ଼ି ସବୁ ଛାଡ଼ିକି ସେ ଯାଇକି ରହୁଛନ୍ତି। ଗୋଟେ ଟଙ୍କା ଆଜ୍ଞା ଦିଆଯାଏନି ତାଙ୍କୁ, 50 ପଇସା ବି ଦିଆଯିବନି ତାଙ୍କୁ। ଇଟ୍ ୱାଜ ଦ ଇନଷ୍ଟ୍ରକ୍ସନ ଅଫ ଦ ମଦର। କିନ୍ତୁ ଆମେ वी आर ऑल रनिंग आफ्टर मनी 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 मनी। କାହିଁକି କାହିଁକି ଦିଆଯାଏନି ତାଙ୍କୁ? କାହିଁକି ନା ତାଙ୍କର ସମସ୍ତ ଆବଶ୍ୟକତା ମା ପୂରଣ କରନ୍ତି। ବ୍ଲେଡ୍ ଠୁ ଆରମ୍ଭ କରିକି ଜୋତା ପର୍ଯ୍ୟନ୍ତ, ସପୋର୍ଟରୁ ଆରମ୍ଭ କରିକି ଆପଣଙ୍କର ଖାଦ୍ୟ ପର୍ଯ୍ୟନ୍ତ, ଏଭ୍ରିଥିଙ୍ଗ। ଯିଏ ଯାଇଥିଲେ ସେ ଦେଖିଥିବେ ସବୁ ଜିନିଷ। ଇଟ୍ ଇଜ ମାନେ ସେଲ୍ଫ ଡିପେଣ୍ଡେଣ୍ଟ ଅଟୋନୋମସ୍ ବଡି ସେଟା ଅରବିନ୍ଦା। ତେଣୁ ଆମେ ଅଟୋନୋମସ୍ ହେଲେଣି। ଆମେ ଯଦି ଘରେ ରହୁଛନ୍ତି, ଆମେ ଘରେ ସବୁ ଜିନିଷ ଦେଇପାରୁଛନ୍ତି? କୁହନ୍ତୁ ମୋତେ। ଆମେ ଡିପେଣ୍ଡ କରୁଛୁ ନା ନାଇଁ, ମାନେ ମାର୍କେଟରେ ଡିପେଣ୍ଡ କରି ତାପରେ ଯାଇକି ଜିନିଷଟା ଆଣିକି ଦେଉଛନ୍ତି। କିନ୍ତୁ ଆଶ୍ରମରେ ଆମେ ଦେଖନ୍ତୁ ବହୁତ ରେୟାର ଜିନିଷ ହେଉଛି ସେମାନେ କିଣୁଛନ୍ତି, ନହେଲେ ସବୁ ଜିନିଷ ନିଜେ ତିଆରି କରୁଛନ୍ତି। କାହିଁକି? ହେଲେ ସେଥିରେ ପ୍ୟୁରିଟି ଅଛି। ଏଠି ମିଲ୍କ ହ୍ୱାଟ ଏଭର वी आर टेकिंग हियर इज ପଏଜନ। ଆମେ ଯୋଉ ଦେଶୀ ଗାଈର ଯୋଉ ମିଲ୍କ ଯୋଉ ଖାଉଛନ୍ତି, ଏଟା ପଏଜନ। ଆପଣମାନେ ଜାଣନ୍ତି ନାହିଁ, ଆପଣମାନେ ଭୋଗିବେ, କିଛି ଦିନ ପରେ ଭୋଗିବେ। ଆଇସିୟୁକୁ ଯିବେ, ଓମ୍ଫେଡ୍ କ୍ଷୀର ଯୋଉ ଧରି ପଳେଇ ଆସୁଛନ୍ତି, ଯୋଉ ପ୍ରଗତି କ୍ଷୀର ଧରି ପଳେଇ ଆସୁଛନ୍ତି, ଆପଣମାନେ ଭୋଗିବେ। କାହିଁକି ନା ଏଭ୍ରି ସବୁ ଜିନିଷ ହଉଛି ଆମର ବ୍ୟବସାୟ ହଉଛି ସବୁଠାରୁ ବଡ ଖରାପ। ଆମେ ଯୋଉ ଜିନିଷ ବ୍ୟବସାୟ କରୁଛନ୍ତି ତା ପଛରେ କ'ଣ ରହୁଛି? ପିଲାଟା ପାଠ ପଢୁଛି ବା ପିଲାଟା ପାଠ ପଢୁଛି, ଟିଚର ପାଠ ପଢୁଛି, କ'ଣ ତାର ଉଦ୍ଦେଶ୍ୟ? ଡାକ୍ତର କ୍ଲିନିକ ଖୋଲୁଛି, କ'ଣ ତାର ଉଦ୍ଦେଶ୍ୟ? ହସ୍ପିଟାଲ ଚାକିରି କରୁଛି, କ'ଣ ଉଦ୍ଦେଶ୍ୟ? ଟୁ ଆର୍ନ ମନି, ଦରମା ଛାଡ଼ିକି ଆଉ କିଛି ଅଧିକାର ମୁଁ ପାଇବି। ତାର କ'ଣ ରହିଲା? ସେଇ ଯୋଉ ମନୋବୃତ୍ତି ରହିଲା, ସେଇ ମନୋବୃତ୍ତି ସେଇଟା ହିଁ ଆମର କନସିୟସନେସ୍ ଯୋଉ ରହୁଛି, ସେ କନସିୟସନେସ୍କୁ ନଷ୍ଟ କରୁଛି। ସେଇ ଜିନିଷକୁ ଆମକୁ ଆଗ ମା କହୁଛନ୍ତି ଯେ ପ୍ରଥମ ଜିନିଷ ହେଲା ଆମେ ଟଙ୍କା ପଛରେ, ଏଇ କହିଲେ ମା କହିଲେ ଯେ ଟଙ୍କାକୁ ଆମକୁ ଛାଡ଼ିବାକୁ ପଡ଼ିବ। ଯେତିକି ଅଛି ସେତିକିରେ ସନ୍ତୁଷ୍ଟ ହବା, ଆଉ ଅଧିକା ବଢେଇବା ନାହିଁ। ଯଦି ତା ପଛରେ ଯିବା, ଭଗବାନଙ୍କ ପଛରେ ଆଉ ଯାଇପାରିବେନି। ଆମେ କହିବା ନାଇଁ ମୁଁ ରିଟାୟାର୍ଡ ହେଲା ପରେ ଯାଇକି ଯିବି ମାତୃ, ହବ ନାହିଁ। ଯୋଉମାନେ ରିଟାୟାର୍ଡ ହେଇକି ଆସିଛନ୍ତି, ମୁଁ ତାଙ୍କୁ କହୁଛି ତାଙ୍କର ଆଚିଭମେଣ୍ଟ କ'ଣ, ସେ ଜିନିଷ ହବନି। ସେଟା ସ୍ୱତଃପ୍ରବୃତ୍ତ ଆପଣଙ୍କର ଆତ୍ମା ବା ଚୈତନ୍ୟ ସତ୍ତା ମା ଯୋଉ କହୁଛନ୍ତି, ସେ କ'ଣ ଚାହୁଁଛନ୍ତି? ଆମେ 60 ବର୍ଷ 70 ବର୍ଷ ହେଇଗଲା, ଆମେ କେବେ ଦିନେ ପଚାରିଲେ ଯେ ମା ତମେ ମୋଠୁ କ'ଣ ଚାହୁଁଛ? ରେଦର वी आर आस्किंग ମତେ ଏଇଟା ଦିଅ ସେଇଟା ଦିଅ, वी आर ସାଟିସ୍ଫାଇଂ आवर ଇଗୋ ଆଣ୍ଡ ଡିଜାୟାର। ତେଣୁ ଏ ଜିନିଷକୁ ଛାଡ଼ିକି କେବେ ବି ଆମର ସେ ପ୍ରଶ୍ନ ହଉନି ମା ତମେ କ'ଣ ଚାହୁଁଛ ଆଜି? ମୁଁ ତୁମକୁ ଏଇ ଯୋଉ ଆମେ ଯୋଉ ସାଧନା କରୁଛନ୍ତି, ପୂର୍ଣ୍ଣ ଯୋଗ କରୁଛନ୍ତି, ଏଥିରେ ମୁଁ ତମକୁ କୋଉଭଳି ଭାବରେ ସାହାଯ୍ୟ କରିପାରିବି? ଦିନେ ପଚାରିଛନ୍ତି। ମୁଁ ଟଙ୍କା ଦେବି, ଆପଣଙ୍କ କିଛି ଦରକାର ଅଛି, ଆପଣ ମୋ ପିଲାମାନଙ୍କୁ ଦେବି, ଆପଣଙ୍କୁ କାମ କରେଇବେ, ମୁଁ ନିଜ ଜୀବନକୁ ଆପଣଙ୍କୁ ଦେବି, ଆପଣ ଚାହୁଁଛନ୍ତି କି ସେଟା? କୋଉ ଜିନିଷରେ ଆପଣ ସନ୍ତୁଷ୍ଟ, ମୁଁ ସେଇଟା କରିବି ନା। ମୁଁ ଯୋଉ ଜିନିଷ ସନ୍ତୁଷ୍ଟ ସେ ଦେଇ ଦଉଛନ୍ତି। ଗୀତଟା ମୁଁ ଆଉ ଗୋଟେ ଗୀତ ଥିଲା, ସେ ଗୀତଟା ବଜେଇବି ଲାଷ୍ଟରେ, ଯେ ଛୋଟ ଛୋଟ ଜିନିଷ ଗୋଟେ ଗୋଟେ ଗୀତ ଆପଣଙ୍କୁ ଟ୍ରାନ୍ସଫର୍ମ କରିଦେବ। ଆପଣ ଚାକିରି ଛାଡ଼ିକି ପଳେଇ ଆସିବେ ମାତ୍ର କାମ କରିବା ପାଇଁ। ଆରେ ଚାବି କାହିଁକି ପଡ଼ିବ? ମୁଁ ଶୁଣିବି କାମ କରିବି କାହିଁ? ସେ ଭାବନା କାହିଁକି? ଏତେ ସ୍କୁଲ, 650 ସ୍କୁଲ ଅଛି, 170ଟା ଆମର ଲେଡିକ୍ ସେଣ୍ଟର ଅଛି, କୋଉଠୁ ଗୋଟେ କର୍ମୀ ବାହାରୁଛନ୍ତି? ଆମ ଡିଭୋଟି ମାନଙ୍କୁ ମୁଁ କହୁଛି, ଅନ୍ୟମାନଙ୍କୁ କହୁନି, କୋଉଠି ହଉଛି ସେଟା? କାହିଁକି ହଉନି? କାହିଁକି ହଉନି? ଆମର ଆଦର୍ଶ ହିଁ ଆମେ ଦେଖେଇ ପାରୁନାହାନ୍ତି, ନିଜେ ଆମକୁ ଦେଖେଇବାକୁ ପଡିବ, ତାପରେ ଯାଇକି ହେବେ। ସେଥିପାଇଁ ଶ୍ରୀଅରବିନ୍ଦ କହିଲେ ଯେ ୱାନ୍ ମ୍ୟାନ୍ସ ପରଫେକ୍ସନ କ୍ୟାନ୍ ସେଭ୍ ଦି ୱାର୍ଲ୍ଡ।
कहीं कहले जदि जड़े प्रकृत में माँ को भल पाई जीवन को उत्सर्ग करदेव सारा विश्वटा से बंचेद बंचेले ना नहीं माँ से वर्ल्ड वार हम नहीं ये खंड खंड प्रलय माँ कहते कौ जगार हो वर्ल्ड वार हमनी माँ कहते कहीं कहते ना बर्तमान समाज गोटे परिवर्तन समय आसी मनुष्य समाज बर्तमान बदल तुम्हें से टाइम वर्ल्ड वार करके मारदे पार मारद समस्त तेणु मु आउ गोटे थिला सेटा आपण माने पढिबे नेक्स्ट टाइम केबे आलोचना करिबा हां पढिबे नहीं आपण आसु समस्ते मांकर कार्यक्रम को सफल करचंदी एवं ये मातृ कार्य रे जेतोळे आपण को अनुरोध करू से समय आसिक उपस्थित रहिबे एवं माँ को कार्य रे आमे निजे को शामिल करवा किंतु आउ तो समय नहीं बर्तमान जो मैंने अरबिल विषय जानिया चाहूँगी आमर नेक्स्ट कार्यक्रम होची ओडिशा रे कौन सारा विश्व रे जे आमे अरबिल प्रतिष्ठा करवा टू एस्टाब्लिश यूनिटी इन दिस यूनिवर्स नहले किछि हबो नाही बाय दी बाय आमको ये नेचर एक्सटिंग्विश करदेव ये आर्थ थ्रू एक्सटिंग्विश करदेव ये मानव जाति आ रहा तेणु आमको ताको समकक्ष होगापाई नेचर को फेस करने आमको शक्ति सामर्थ्य को बढ़ाइबा पड़ो आमको सुपरमैन रे परिणत होगा पड़ो एवं से आपण मान अनुरोध करी जे जो मैंने जानापी चाहते अरबिल कौन अरबिल आदर्श कौन माँ कौन कार्यधारा ता भीतर रही आश्रम विषय तो आम कि जानते आलोचना हो कि अरबिल विषय आम आलोचना करना तेणु से विषय मो पाखे लिफलेट अच्छी दोज हु आर इंटरेस्टेड से मोठू नहीं पारे एवं आपण मान समस्त को बहुत बहुत धन्यवाद एवं मो कृतज्ञता जनाऊँ माँ पाखे आपण पाखे बर्तमान आम किस समय माँ का म्यूजिक सहित नीरव रहा कार्यक्रम को माँ का निकट में निवेदन करवा साइलेंस ओवर